ବଲ୍ଲଭଧର ଆଚାର୍ଯ୍ୟ ଦେବ ସମସ୍ତ ଆଚାର୍ଯ୍ୟ ପରିବାର ଆଜି ଆମକୁ ଯେଉଁ ଅପୂର୍ବ ସୁଯୋଗ ଦେଇଛନ୍ତି ସବରମା ତାଙ୍କର ପରିବାରର ସାର୍ଥକ କଲ୍ୟାଣ ସୁଚର୍ଯ୍ୟମୟ ଜୀବନ ପ୍ରଭୁଙ୍କ ଚରଣରେ ନିବେଦନ ରଖାଇ ତଥା ଉପସ୍ଥିତ ସମସ୍ତ ମା'ମାନଙ୍କର ସାର୍ଥକ କଲ୍ୟାଣ ସୁଚିତମୟ ଜୀବନ ଶ୍ରୀ ପରମ ପିତାଙ୍କ ନିକଟରେ ନିବେଦନ କରେ। ମା'ମାନେ ସୁନ୍ଦର ଭାବରେ ଆଲୋଚନା କରିଥିଲେ। ଆଜି ବବି ଗୋଟେ ଆର୍ଟିକଲ ପଢ଼ିଥିଲା ଠାକୁରଙ୍କର ଜୀବନ ସୂତ୍ରର ଯେଉଁ ଠାକୁରଙ୍କୁ ଲୋକମାନେ ଠାକୁରଙ୍କୁ ପ୍ରଶ୍ନ କରୁଛନ୍ତି ଠାକୁର କ'ଣ କଲେ ଆମେ ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିପାରିବୁ। ସେତେବେଳେ ଠାକୁର କହୁଛନ୍ତି ଯେ ଯୋଗ୍ୟତା ବଢ଼େଇ ଦେବାକୁ ହେବ, ମନୁଷ୍ୟର ଯୋଗ୍ୟତାଟାକୁ ବଢ଼େଇବାକୁ ହେବ। ଯୋଗ୍ୟତାଟା କିଭଳି ଭାବରେ ବଢ଼ିବ ନା ସୁନିୟନ୍ତ୍ରିତ ଚଳନ ଆଉ ସୁକେନ୍ଦ୍ରିକ ହେବାକୁ ହେବ, ତେବେ ଯାଇକି ମନୁଷ୍ୟର ଯୋଗ୍ୟତାଟା ବଢ଼ିବ। ଆଉ କ'ଣ ହେବ ନା ଯଜନ ଯାଜନ ଇଷ୍ଟବୃତ୍ତି ଧନ୍ଦାଟା ତା ମୁଣ୍ଡରେ ଢୁକେଇ ଦେବାକୁ ହେବ, ତେବେ ଯାଇକିରି ସେ କ'ଣ ତେବେ ଯାଇକି ତାର ଯୋଗ୍ୟତାର ବୃଦ୍ଧି ହେବ। ଆଉ ସେ ଯୋଗ୍ୟତାଟା ଯେତେବେଳେ ତାର ଆର୍ଥିକ ଉନ୍ନତି ହେବ, ସେ ଯୋଗ୍ୟତାଟା ତାର ପେଟ ପାଟଣା ପାଇଁ ନୁହେଁ। ଠାକୁର କହୁଛନ୍ତି ତାର ପେଟ ପାଟଣା ପାଇଁ ସେ ଯୋଗ୍ୟତାଟା ଖାଲି ପେଟର ଚିନ୍ତା କରିବ ନାହିଁ, ଯଜନ ଯାଜନ ଇଷ୍ଟବୃତ୍ତି ସେବା ପରାୟଣ ହେଇକି ଯେତେବେଳେ ଚାଲିବ ତାର ଯୋଗ୍ୟତାର ବୃଦ୍ଧି ପାଇବ। ଖାଲି ଯଦି ପେଟର ଧନ୍ଦା ବୁଝିବ ତାହେଲେ ତାର ଯୋଗ୍ୟତା ବୃଦ୍ଧି ପାଇବ ନାହିଁ। ତେଣୁ ଠାକୁର କେତେ ସୁନ୍ଦର କହିଦେଇଛନ୍ତି ଜୀବିକା ବୃତ୍ତି ଏ ଯେଉଁ ପ୍ରଫେସନ ଭିତରେ ଆମେ ରହିକିରି ମଧ୍ୟ ତାଙ୍କର ଯେଉଁ ଯଜନ ଯାଜନ ଇଷ୍ଟବୃତ୍ତି ସୁସ୍ଥ ସଦାଚାରୀ ଯିଏ ଯାହା ବି କରୁ ନିଜର ଜୀବିକା ଅର୍ଜନ ପାଇଁ ବଞ୍ଚିବା ପାଇଁ ଯାହା ବି କରୁ ସେ ଭିତରେ ସିଏ ତାର ଯୋଗ୍ୟତାଟା ଯଦି ପଢ଼ିବାକୁ ଚାହିଁବ ତାହେଲେ ସେ କ'ଣ କରିବ ଯଜନ ଯାଜନ ଇଷ୍ଟ ପୈତୃକ ମନୋବୃତ୍ତି ନେଇକରି ଚଳିବ, ଇଷ୍ଟ କର୍ମ କରିବ, ତା ସହିତ ସୁନିୟନ୍ତ୍ରିତ ଚଳନ ହେବ, ତାର ସେ ସେବା ଦେଇକି ସୁକେନ୍ଦ୍ରିକ ହେଇକି ରହିବ, ସୁକେନ୍ଦ୍ରାୟିତ ଜୀବନ ଯାପନ କରିବ। ଏକ ଇଷ୍ଟଙ୍କୁ ନେଇକି ଯଦି ଚାଲିବ ତାହେଲେ ତାର ଯୋଗ୍ୟତାର ବୃଦ୍ଧି ପାଇବ। କେତେ ସୁନ୍ଦର ଭାବରେ ଠାକୁର ବୁଝେଇ ଦେଇଛନ୍ତି। ସୁନ୍ଦର ଚଳନୀ ମଣିଷକୁ ସବୁ ଦିଗ ଦେଇକି କହିଦେଇଛନ୍ତି। ଜେନେଟିକ୍ ବିଷୟରେ ଯେଉଁ କହିଛନ୍ତି ଆଜି ମା'ମାନେ ଶୁଣିଥିବେ ସତ୍ସଙ୍ଗରେ କେତେ ସୁନ୍ଦର ଆଲୋଚନା କରୁଥିଲେ। ଦାଦା କହୁଥିଲେ ଯେ 1968 ମସିହାରେ ହରଗୋବିନ୍ଦ ଖୁରାନା ସେ ଯେଉଁ ନୋବେଲ ପୁରସ୍କାର ପାଇଥିଲେ ଜେନେଟିକ୍ ଉପରେ ରିସର୍ଚ୍ଚ କରିକି, ସେଟା ଠାକୁର ବହୁ ବର୍ଷ ପୂର୍ବରୁ କହିଦେଇଥିଲେ। ସେଟା ଜେନେଟିକ୍ କଥା ଠାକୁର ବହୁ ବର୍ଷ ପୂର୍ବରୁ କହିଦେଇଥିଲେ। ସେଇ ଜିନିଷ ରିସର୍ଚ୍ଚ କରିକି ଶ୍ରୀ ହରଗୋବିନ୍ଦ ଖୁରାନା ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲେ। ଥରେ ମାଆ ଯେଉଁ କହୁଥିଲେ ସେଟା ମନେ ପଡ଼ୁଥିଲା ଯେ ଜଣେ ମାଆ କାନ୍ଦି କାନ୍ଦି ଆସିକି କହୁଛି ଠାକୁର ମୋ ପୁଅ ତ ଇଷ୍ଟବୃତ୍ତି କରୁଥିଲା, ଯଜନ ଯାଜନ ଇଷ୍ଟବୃତ୍ତି ସବୁ କରେ, ଆଉ ତାର ମୃତ୍ୟୁ କିପରି ଭାବରେ ହେଲା, କେମିତି ହେଲା। ଯେତେବେଳେ ଠାକୁର କହୁଛନ୍ତି ଆରେ ମା ତମର ଭୁଲ ପାଇଁ ବାପା ମାଙ୍କର ଭୁଲ ପାଇଁ ଆଜି ସନ୍ତାନର ମୃତ୍ୟୁ ହେଇଛି। ସେତେବେଳେ ସେଇ ମାଟି ପଚାରୁଛି ଠାକୁର କ'ଣ ଭୁଲ ହେଲା ନା ସେତେବେଳେ ସେ କହିଦେଉଛନ୍ତି ଯେ ଦିନେ ମୋର ସ୍ୱାମୀ 14 ବର୍ଷ ତଳର କଥା ମନେ ପକା, ଦିନେ ସ୍ୱାମୀ ମାର୍କେଟକୁ ଯାଇଥିଲେ, କିଛି ପରିବା ଆଣିବା ସମୟରେ ଡେରି ହେଇଯାଇଛି। ସେ ମନେ ମନେ ଭୟ କରିକି ଆସୁଛନ୍ତି ଘରକୁ ଯେ ବହୁତ ଡେରି ହେଇଗଲାଣି, ସ୍ତ୍ରୀ ବିଗିଡ଼ିବ, ରୋଷେଇ ବିଳମ୍ବ ହେଇଗଲା। ସେତେବେଳେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଖୁବ୍ ଝଗଡ଼ା ହେଇଛି। ସେଦିନ ରୋଷେଇ କମ୍ ହେଇଛି, ସେ ଗୋଟେ ରୁମ୍ରେ ଆଉ ତମେ ଗୋଟେ ରୁମ୍ରେ ଶୋଇଛ। ଆଉ ତାପରେ ଯେତେବେଳେ ସ୍ୱାମୀଙ୍କର ମନରେ ଭୟର ଉଦ୍ରେକ କରିଛି ଯେ ସ୍ତ୍ରୀଟାକୁ ଗାଳି କରିଦେଲି, ସେ ଯାଇକି ସେ ରୁମ୍ରେ ଶୋଇଲାଣି, କାଳେ କ'ଣ କରିଦେବ ଆତ୍ମହତ୍ୟା ବୋଲି ସେ ତୁମ ପାଖକୁ ଆସିକି ବୁଝୁଛନ୍ତି ପରବର୍ତ୍ତୀ ସମୟରେ ମିଳନ ହେଉଛି ଆଉ ଗୋଟେ। ତାକୁ ସୁନ୍ଦର ଭାବରେ ବୁଝେଇକି ତାଙ୍କର ଯେଉଁ ବନ୍ଧନ ହେରତ ରହୁଛନ୍ତି ସେତେବେଳେ ସେ ମାଆଟା ତାଙ୍କର ଭୁଲ ବୁଝିପାରୁଛନ୍ତି। ଯେତେବେଳେ ମନରେ ଭୟ ଦେଇକରି ଆନନ୍ଦ ହେଇଛି ସ୍ୱାମୀ, ସେତେବେଳେ ଅଳ୍ପାଏ ସନ୍ତାନ କରୁଛି। ତେଣୁକରି ଠାକୁର ସୁନ୍ଦର ଭାବରେ ବୁଝେଇ ଦେଉଛନ୍ତି ଯେ ଆଜି ଅର୍ଥ ନାହିଁ, ଆର୍ଥିକ ଅନାଟନ ମୋର ଆସିଛି, ସେଥିପାଇଁ ମୁଁ ହିଁ ନାହିଁ। ଠାକୁର ଯେଉଁ ନିୟମ ନୀତି ଅନୁଶାସନବାଦ କରୁଛନ୍ତି ସେଟାକୁ ମୋତେ ପାଳନ କରିବାକୁ ପଡ଼ିବ, ତେବେ ଯାଇକି ମୋର ଆର୍ଥିକ ଦୁରାବସ୍ଥା ଦୂର ହେବ। ସନ୍ତାନ ପାଇଁ ଭଲ ସନ୍ତାନ ସୂର୍ଯ୍ୟ ବୀର୍ଯ୍ୟ ଲାଭ କରୁଥିବ, ଜ୍ଞାନୀ ହେଇଥିବ, ଜନ୍ମରୁ ତା ଦେହରେ ଯେଉଁ ଶୁକ୍ରାଣୁ ବିମ୍ବାଣୁ ଭିତର ଦେଇକି ସୁଗୁଣ ଯାକ ବାପା ମାଆର ଆସିବ। ଆମେ ସମସ୍ତଙ୍କ ପରିବାରରେ ଆମେ ଦେଖିଛୁ ଆଗ କାଳରେ ଲୋକ ଦୀକ୍ଷା ନେଇନଥିଲେ, କିନ୍ତୁ ବହୁତ ଭଲ ଗୁଣ ବି ତାଙ୍କର ଥିଲା, କିଛି ପାଠ ପଢ଼ୁନଥିଲେ,
गोटे कथा आज मोर मन पड़े मोर शाशु पाठ पढ़ी नथिले जो उल बुणारे बड़ माहिर थे शशुर जो डिस्ट्रिक्ट डिवाइडेड कोरापुट डिस्ट्रिक्ट पंचायत ऑफिसर थे भवानीपाटना से नीना गुप्ता थे कलेक्टर भवानीपाटना नीना गुप्ता जड़े पीएम देकरी आम घर को पठेले शाशु पाखक जे पानी ग्राही माँ को कहीदिव मत उल बुणवाटा मयूर डिजाइन शिखे दियो से निर्भीक थे कहले तुमर मैडम को कहीदिव शिखबार अच्छी सी मो पाखक आसिक मैंने के निर्भय आम गोटे कलेक्टर डाकिले थर मैडम मैडम से निर्भीक थे कहले आप शिखबार अच्छे मो पाखक आसती शशुर भी बहुत भल प्रकृतिर थे क्या टंकाटे भी लाभ नहीं रिटायर्ड होगा 80,000 टंका देकर रिटायर्ड कर देखिए से बहुत डरुले पुओ मानक भी जे काले तुमने उठे काठ टंकाटे पैसा भी नबनी से बहुत सोच थोड़ा आज परिवार भला जो कहते ठाकुर भी तोर जो बाहर से वंशर गौरव जिते नारी मैंने बाहर आसवे बधु मैंने वंशर गौरवटा जो निज निज मन भितर स्मरण करेंगे से देव सन्तान तार गर्भे आसो भूल जाक तार भितर आसो तेणु जो वंशर जो भल भल जिनस जाक आसूँ जेनेटिक से आम खराब खराब जिनस जब करवा से भी आसो तेणुक ठाकुर कहते जो गोटे गोटे रही भितर भल गुण किंतु जदि दीक्षा नहीं आहरी करते बहुत गुणर अधिकारी पारिथान्ते तेणु ठाकुर कहते जे गोटे जन्म हेनी 25 वर्ष दीक्षा नहीं जन्म सब जन्म जन्म आमको देवाक पड़ो ये जिनसा करने जन्म पर जन्म नहीं मनुष्य से जेनेटिक गुण जाक वंशे प्रवाहित हो सेटा करने ही आमको सहित जन्म जन्म लगी रहा पड़ो आमर भूलटा को आम निजे बुझा पड़ो आम जो भूल को मानी से ठीक भाविकी करवा से जिन कले आम के छुटेबानी जिते पर्यंत आम जो ठाकुर कहते जड़े सत्संगी कौन कर कोविड आईला आज पियाज भूत आईला मुड़ी गाया आईला एसबू जो गोटे साधारण लोक व्यतिग्रस्त हो गोटे प्रकृत पक्ष सत्संगी कौन कर तार निराकरण दिगरे से चेष्टा कर जो विभूतिटा मत आसी तार निराकरण दिगरे तार मुंडटा कार्य कर अन्य मैंने जो मैंने दुर्बल मस्तिष्क जो मैंने इष्ट जीवन में टाण करके नहीं मुड़ी पियाज मंदिर पड़े भूत आईला मैंने डाण ओढ़े से जड़े निर्भीक जड़े सत्संगी कौन कर मोर ठाकुर अच्छा सी गुरु सी विष्णु सी ब्रह्मा सी महेश्वर आवाहन काल समस्ते कही आसती गुरु ब्रह्मा विष्णु और महेश्वर पर्यंत आम से विश्वासटा कहूचे सीना पार्टी किंतु से विश्वास आहरी आम दृढ़ जो से विश्वास दृढ़ हम से आमको कौन दुख स्पर्श कर पार ना तेणु आसतु समस्ते आम निजे टाइम बदे गुरु